ବୋଉ ତାର ରେସିପି ସେୟାର କରୁଛି ନଡ଼ିଆ ଆଳୁର କହ। ନଡ଼ିଆ ଫାଳେ କୋରିଦେବ, କୋରିକିରି ଆଉ ତା ଦେହରେ ଯେତିକି ନଡ଼ିଆ ସେତିକି ଆଳୁ ଆଳୁ ସିଝେଇଦେବ ହେଲା। ଆଳୁ ସିଝେଇକିରି ତାପରେ ଦହି ବି ସେତିକି, ନଡ଼ିଆ ଦହି ଆଉ ଆଳୁ ତିନିଟା ଯାକର ପରିମାଣ ସେମ୍ ଥିବ। ତା ଦେହରେ ପିଆଜ ଗୋଟେ, ତା ସେତିକି ପିଆଜ ଆଉ ଲଙ୍କା ଯିଏ ଯେତିକି ଖାଇବା ଅନୁସାରେ, ଲୁଣ ତୁମେ ଯେତିକି ଖାଇପାରିବ। ତା ଦେହରେ ଧନିଆ ପତ୍ର ଭୃଷଙ୍ଗ ପତ୍ର ଚାହିଁଲେ ପକାଇ ପାରିବ। ତାକୁ ସବୁ ହାତରେ ଦଳିଦେବ, ପ୍ରେସ୍ କରିଦେବ। କିଛି ତେଲ ୟୁଜ୍ କରିବା ନା ତେଲ କିଛି ନାହିଁ, କି ଗରମ କରିବାର କିଛି ନାହିଁ। ଖାଲି ଆଳୁ ସିଝେଇକି ନଡ଼ିଆ କୋରା ଆଳୁ ଆଉ ଦହି ସେମ୍ ଆଉ ପିଆଜ, ଆଳୁ ଭର୍ତ୍ତା ଭଳିଆ। ହଁ ଆଳୁ ଭର୍ତ୍ତା ଭଳିଆ, କିନ୍ତୁ ସେଥିରେ ତେଲ ପଡ଼ିବନି, କେବଳ ଦହି ପଡ଼ିବ। ଲଙ୍କା ବି ପଡ଼ିବନି ନା, ହଁ ଲଙ୍କା ପଡ଼ିବ, କଞ୍ଚା ଲଙ୍କା ପିଆଜ ଧନିଆ ପତ୍ର ଆଉ ଇଏ ଭୃଷଙ୍ଗ ପତ୍ର ତାକୁ ହେଇଗଲା ସେଇଟା ନା ନଡ଼ିଆ ଆଳୁ। ହଁ, ଆଉ ନଡ଼ିଆ କୋରା ଆଉ ଆଳୁ ଯେତିକି ଆଳୁ ସେତିକି ନଡ଼ିଆ କୋରା। ଗୋଟେ ଆଳୁରେ ଅଧା, ଫାଳେ ନଡ଼ିଆରେ ଗୋଟେ ଆଳୁ। ହଁ, ଗୋଟେ ଆଳୁ, ବଡ଼ ସାଇଜ ଆଳୁ ହେଲେ ଗୋଟେ ଆଳୁ, ଛୋଟ ସାଇଜ ଆଳୁ ହେଲେ ଦୁଇଟା ଆଳୁ। ଆଉ ସେତିକି ବି ଦହି ତିନି ଚାମଚ, ଛୋଟ ଚାମଚରେ 3 ଚାମଚ ଦହି। ଚାହିଁଲେ ସେଥିରେ ପାଣି ବି ଗୋଟେ ଚାମଚ ୟୁଜ୍ କରିପାରିବ। ହେଇଗଲା, ଚକଟି ଦେବ ଆଉ କ'ଣ। ଆଉ ଚକଟାଟା ସବୁବେଳେ ଖଣ୍ଡ ଖଣ୍ଡ ଟିକେ ଟିକେ ରଖିଲେ ଭଲ, ମାନେ ଜଷ୍ଟ ଆଳୁଟାକୁ ଚୁପୁଡ଼ି ଦେବ, ପକାଇଦେବ। ଆଉ ବେଶୀ ଦଳିଲେ ଭଲ ନୁହେଁ, ଭଲ ଲାଗିବନି।